ହ୍ୟାଲୋ। ହଁ ହ୍ୟାଲୋ। ହଁ କୁହ। ହଁ ଭାଉଜ କଣ କରୁଛ? ଏଇ ବସିଛି। ତମେ? ମୁଁ ଏଇଠି ଘରେ ଏକା ବସିଛି ଆଉ କେହି ନାହାନ୍ତି। ଆଉ ଏତେ ଦିନ ପରେ ମନେ ପଡିଲା। ତମେ ଯୋଉ ମନେ ପକଉଛ ଆମକୁ ତ ଜଣା ପଡୁଛି। ମୁଁ ତ ଡେଲି ମନେ ପକଉଛି। ହଁ ତମେ ତ ହଁ ମନେ ପକଉନ। ହଁ ହଁ ତମେ ଆମକୁ ହଁ କାହିଁ କଣ? ମନେ ପକେଇବ? ତମେ ତ ଖାଲି ଭାଇଙ୍କ ପ୍ରେମରେ ପଡିଛ। ନାଇଁ ମ ଭାଇଙ୍କର ଯୋଉ ପ୍ରେମ କାଇଁ ଆଉ ଏଇ ସକାଳୁ ଉଠିକି ଯାଉଛନ୍ତି ଯେ ଆସୁଛନ୍ତି ରାତି 12କୁ। ଆଉ କୋଉଠି ପ୍ରେମ ହଉଛି ସେତେବେଳେ ମଣିଷ ଶୋଇବ ନା ପ୍ରେମ କରିବ। ହଁ 12ଟା ପରେ ତ ପ୍ରେମ ଷ୍ଟାର୍ଟ ଆଉ। ନାଇଁ ଆଉ ତମେ କେବେ ଆସୁନ ଆମ ଘର ଆଡେ ବୁଲିଯିବ। ଗଲେ କଣ ଦବ? ତମେ କଣ ନବ? ନବାକୁ ତ ବହୁତ କିଛି ଅଛି ତମେ ଦବ କଣ କହୁନ? ଆ ଦବାକୁ ବି ବହୁତ କିଛି ଅଛି ତମେ ଯାହା ମାଗିବ ଆମେ ସେଇଆ ଦବୁ। ଆସ ତ ଆଗ। ଭାଇଙ୍କୁ ଯାହା ଦଉଛ ସେଇଆ ଦବ ତ? କାଇଁ ତମର ନବାକୁ ବହୁତ ଇଚ୍ଛା ନା କଣ? ହୁଁ। ନବ। କଣଟା ଜାଣିଛ ତ କଣ କହୁଛି? କଣ ତମେ କହୁନ? ଘିଆକୁ ଦବ ତ? ହାଁ। କଣ କହୁଛ? କହିବି କଣ ମୁଁ ତ ଦବାକୁ ତମକୁ କେବେଠୁ ରେଡି ତମେ ତ କିଛି କହୁନ। ହଁ ହଁ ଦବାକୁ ରେଡି ସେଦିନ ତମ ଘରେ ଯାଇଥିଲି ତମେ କିଛି କହିଲନି। ତମ ଗାଣ୍ଡି ତମ ଦୁଧ ତମ ଦେଖିକି ମୋ ମୁଣ୍ଡ କାମ କଲାନି ଘରେ ଆସିକି ହଲେଇଲି। ବୁଝିଲ ସେଦିନ ତ ଦେଖିଲ ସମସ୍ତେ ଥିଲେ। ମୋର ବି ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ କିଛି କହିପାଇଲିନି। ଆଉ ଆସ ଏବେ ତ କେହି ନାହାନ୍ତି ଆଉ ଆସିବ ଯଦି ଆସୁନ। କେତେ କଣ ଘିଅ ଦବ ତ? ହଁ। କଣ କରିବ? କଣ କରିବି କଣ? ତମେ ଯାହା କହିବ ମୁଁ ସେଇଆ କରିବି ଭାଇଙ୍କର ଯାହା କରେ ନହେଲେ ସେଇଆ କରିବି ଆଉ କଣ କରିବି। କଣ କର ଭାଇଙ୍କର? ଭାଇଙ୍କର ମୁଁ ଖାଏ ତାପରେ ବସେ। କଣ ଖାଅ? ତାଙ୍କ ବାଣ୍ଡକୁ ଖାଏ ଚୁଚୁମେ ଧରିକି ଖେଳେ। ତାଙ୍କ ବାଣ୍ଡ ଉପରେ ବସିକି ମୁଁ ଡିଏଁ ସବୁ କରେ। ତାପରେ ତାପରେ ଆଉ କଣ? ମତେ ଟିକେ ବେଶୀ ଭଲ ଲାଗେ ମୋ ବିଆ ଟିକେ କିଏ ଚାଖିଲେ ମତେ ଭଲ ଲାଗେ। ଆଉ ତମ ଭାଇ ତ ମାନେ କେବଳ ଆସିବେ ପେଣ୍ଟ ଖୋଲ ଗେଞ୍ଦେବେ ଶୋଇପଡିବେ। ଆଉ କିଛି ନାହିଁ ରୋମାନ୍ସ କିଛି ବି ନାହିଁ ଆଉ ତମେ ଯଦି ଟିକେ କରିବ ମୋର ଟିକେ ଭଲ ହବ ଆଉ। ମୁଁ ତ ବିଆ ଚାଟିବି ତ? ହଁ। ବିଆ ଚାଟିବାକୁ ଦବ? ଚାଟି ପାରିବ ତ? ହଁ ହଁ। ଶିଖିଛ ତାହେଲେ? ଶିଖିନି ମୋବାଇଲ ଭିଡ଼ିଓ ଦେଖିକି ଯେତିକି ଶିଖିଛି ଆଉ। ଓହୋ ଠିକ ଅଛି ଆସ। ତମକୁ ଦିଆ ଚାଟିଲେ ଭଲ ଲାଗେ? ବହୁତ ବଢିଆ ଲାଗେ। କେମିତି ଚାଟିବି କହୁନ? ପୁରା ଏମିତି ଜଙ୍ଘ ଦିଟାକୁ ଫାଡ଼ିଦବ। ମୋ ପ୍ୟାଣ୍ଟ ଖୋଲିଦବ ଖୋଲି ଦେଇକି ମୋ ବିଆରେ ଟିକେ ହାତ ମାରିକି ତାପରେ ଜିଭ ଲଗେଇକି ଚାଟିବ। ପୁରା ଓହୋ ଭିତରେ ଯାଏ ଜିଭ ପସେଇଦବ ହାଁ। ହୁଁ ତାପରେ ତାପରେ ତମ ଇଚ୍ଛା ଯାହା ହବ ତମେ ସେଇଆ କରିବ ମୋ ଦୁଧରେ ଟିକେ ହାତ ମାରିବ ଟିକେ ଚିପିବ ଟିକେ ଖାଇବ ଏସବୁ କରିବ। ତାପରେ ତମ ବାଣ୍ଡକୁ ମୁଁ ଚାଟିବି ଖାଇବି। ଡବଲ ତମେ ମୋର ଖାଇବ ମୁଁ ତମର ଖାଇବି। ତମେ ମୋ ବିଆକୁ ଖାଇବ ମାନେ ଚାଟିବ ଆଉ ମୁଁ ତମ ବାଣ୍ଡକୁ ଚାଟିବି। ବଢେଇ ଭଲେଇକି ଚାଟିବି ହେଲା କି? ହୁଁ ଜୀବନରେ ଏମିତିକା ସୁଖ କୋଉଠି ତମକୁ ମିଳିନଥିବ ମୁଁ ଯୋଉ ଭଳିଆ ସୁଖ ଦେବି। କିନ୍ତୁ ମତେ ସନ୍ତୁଷ୍ଟ କରିବାକୁ ପଡିବ ତମ ଭାଇଙ୍କର ତ ଛୋଟିଆ ବାଣ୍ଡଟେ। ତମର ବଡ କି ଛୋଟ? ମୋର ତ ପୁରା ଦି ଚାଖେଣ୍ଡେ ମାନେ ଚାଖେଣ୍ଡେ ଉପରେ। ବାପ ମୋ ବିଆ ଫୁଟେଇଲା ଭଳିଆ ଆଉ ନାଇଁ କି? ଏତେ ବଡ। ହଁ ସତ କୁହ ଯଦି କିଆଁକୁ ଦବ ତାହେଲେ ଯିବି। ସତରେ ଦେବି ବା ମୁଁ ତମକୁ ଯେବେ ତମେ ଆମ ଘରକୁ ଆସିଥିଲ ସେଇ ଆଗଥରକ ମୁଁ ସେବେଠୁ ଦେଖିକି ମାନେ କଣ କହିବି ତମକୁ ଦେଖିକି ମୋର ବହୁତ ଇଚ୍ଛା। ମାନେ ତମ ବାଣ୍ଡ ଆଉ ମୋ ଗାଣ୍ଡି ପଛ ପଟୁ କରିଲେ ଛିଡା ହେଇକି ପୁରା ମାପରେ ଅଛି ବୁଝିଲ? ଆଚ୍ଛା ହଁ। ଏବେ କରିଦଉଛ ଫେରେ ଘରକୁ ଗଲେ ମନା କରିବନି ତ? ବିଲକୁଲ ନୁହେଁ ମନା କାହିଁ କରିବି? ହଉ। ହେଲା କି ଆସିଲେ କିନ୍ତୁ ମନ ଶାନ୍ତି କରିକି କରିବ ମାନେ ମତେ ସନ୍ତୁଷ୍ଟ କରିବ। ତମେ କେବଳ ବାହାର କରିଦେଇକି ଭାଇଙ୍କ ଭଳିଆ ବିଛଣା ଉପରେ ପଡିଯିବନି। ନାଇଁ ତ ପୁରା ଗେଁ ବି ଗେମ୍ ଏମିତି ଗେଁବି ପୁରା ବିଆ ଫଟା ଗେଁବି ଆଉ।
ଏଇଭଳିଆ ଜ୍ଞା ଦରକାର। ଯାହା ମାନେ ମୁଁ ତ ଗୋଟେ ବାଳ ବଇତା ପାଇଛି ଜମାରୁ ଗେଉନି। ସେଇ 12ଟା ବେଳେ ଆଉଛି ଯେ ଖାଲି ମାନେ ବିଶ୍ୱାସ କରିବନି ଖାଇ ଦେଇକି ଟଙ୍କାଏ ଖାଲି ପେଣ୍ଟ ଖୋଲ ମାନେ ଖୋଲିଦବ ଗେଞ୍ଜି ଦେଇକି ଶୁଅ ଆଉ କିଛି ନାହିଁ। ମାନେ ଟିକେ ରୋମାନ୍ସ ଟିକେ କଥାବାର୍ତ୍ତା କି କିଛି ନାହିଁ। ମୁଁ ଏମିତିକା ଖୋଜୁଥିଲି ଯାହା ହଉ ତମକୁ ମତେ ଭଗବାନ ଦେଇଦେଲେ। ହଉ ତାହେଲେ ଠିକ୍ ଅଛି। ଆସିବ ତ? ହଉ ଠିକ୍ ଅଛି ମୁଁ ଗଲେ ମୋତେ ଗିଆକୁ ଦେବ। ମୁଁ ନିଶ୍ଚିନ୍ତ ଦି ଦିନ ମୁଁ ଭିତରେ ତମ ଯଦି ହବ ଯିବି। ଅପେକ୍ଷାରେ ରହିଲି। ହଉ ହଉ ଠିକ୍ ଅଛି ରଖୁଛି ଭାଉଜ। ଆଜ୍ଞା। ହଁ।